ଦିନେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହେ ମାଧବ, କିଛି ଲୋକ ବଡ଼ ବଡ଼ ପାପରେ ଥିଲେ ମଧ୍ୟ ତଥାପି ସେମାନେ କେବେ ପାପର ଫଳ ଭୋଗ କରନ୍ତି ନାହିଁ, ଏପରି କାହିଁକି? ତେବେ ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ଗୋଟିଏ କଥା ଶୁଣାଉଛି, ଧ୍ୟାନ ଦେଇ ଶୁଣ। ଦିନକର ଘଟଣା। ଜଣେ ଧର୍ମାତ୍ମା ରାଜା ବ୍ରାହ୍ମଣମାନଙ୍କ ପାଇଁ ଭୋଜନ ଭଣ୍ଡାର ଆୟୋଜନ କରିଥିଲେ। ଶହ ଶହ ବ୍ରାହ୍ମଣ ଆସି ଭୋଜନ କରୁଥିଲେ। ରାଜା ସ୍ୱୟଂ ଶେଷରେ ବସିଥିବା ଜଣେ ବୃଦ୍ଧ ବ୍ରାହ୍ମଣଙ୍କୁ ଭୋଜନ ପରଷିବାକୁ ଗଲେ। ଏହି ସମୟରେ ଆକାଶ ମାର୍ଗରେ ଗୋଟିଏ ଚିଲ ମରିଥିବା ଗୋଟିଏ ନାଗସାପକୁ ନେଇଯାଉଥିଲା। ଏହି ସାପର ପାଟିରୁ କିଛି ବିଷ ବୁନ୍ଦା ଏହି ବ୍ରାହ୍ମଣଙ୍କ ଭୋଜନରେ ପଡ଼ିଗଲା ଏବଂ ଅଳ୍ପ ସମୟ ମଧ୍ୟରେ ସେ ବ୍ରାହ୍ମଣଙ୍କର ମୃତ୍ୟୁ ହୋଇଗଲା। ଯମରାଜ ଏହି ଦୃଶ୍ୟ ଦେଖିଲେ ଏବଂ ଚିନ୍ତାରେ ପଡ଼ିଗଲେ। ବ୍ରାହ୍ମଣର ହତ୍ୟା ଦୋଷ କାହାକୁ ଦିଆଯିବ? ରାଜା ଯିଏକି ଅଜ୍ଞାନରେ ଥିଲେ, ନା ଚିଲକୁ ଯିଏକି ନିଜ ସନ୍ତାନ ପାଇଁ ଖାଦ୍ୟ ନେଇଯାଉଥିଲା, ନା କି ସେ ନାଗସାପକୁ ଯିଏକି ସେ ପ୍ରଥମରୁ ମରିସାରିଥିଲା? ଉତ୍ତର କାହା ପାଖେ ନଥିଲା। ଦଣ୍ଡ ଦେବ ତ କାହାକୁ ଦିଆଯିବ? କିଛି ସମୟ ପରେ କେତେଜଣ ବ୍ରାହ୍ମଣ ସେହି ରାଜାଙ୍କ ସାଙ୍ଗରେ ମିଳିବାକୁ ରାଜମହଲକୁ ଆସୁଥିଲେ। ରାସ୍ତା ପଚାରିବା ସମୟରେ ଗୋଟିଏ ଲୋକ ସେମାନଙ୍କୁ ରାସ୍ତା ଦେଖାଇଲେ ଏବଂ କହିଲେ, ସାବଧାନ ଥିବ, ସେ ରାଜା ଭୋଜନରେ ବିଷ ଦେଇ ବ୍ରାହ୍ମଣମାନଙ୍କୁ ମାରିଦିଅନ୍ତି। ସେହି କ୍ଷଣି ଯମରାଜ ତୁରନ୍ତ ସେହି ଲୋକକୁ ବ୍ରାହ୍ମଣର ହତ୍ୟା ଦୋଷ ଦେଇଦେଲେ। ଏକଥା ଶୁଣି ଯମଦୂତମାନେ ପଚାରିଲେ, ପ୍ରଭୁ, ଏ ଲୋକ ତ କାହାକୁ ମାରିନାହିଁ, ତେବେ ଏହାକୁ ଏତେ ଦଣ୍ଡ କାହିଁକି ଦିଆଯିବ? ଯମରାଜ କହିଲେ, ହେ ଦୂତମାନେ, ଏହି ଲୋକ କେବଳ ଏକ ରାଜାଙ୍କର ନିନ୍ଦା କରୁନାହିଁ, ସେ ଯେଉଁ କଥା କହୁଛି ତାହା ସତ୍ୟ ନୁହେଁ। ରାଜାଙ୍କର କ'ଣ ସତ୍ୟତା ନ ଜାଣି ସେ ଏହିପରି ମିଥ୍ୟା କଥା କହିବା ଦ୍ୱାରା ନିର୍ଦ୍ଦୋଷ ରାଜା ଉପରେ ଅପବାଦ ଓ ନିନ୍ଦା କରିବାର ଦୋଷ ଲାଗିଛି। ଯଦି ଏହି ମିଥ୍ୟା ଅଭିଯୋଗରେ ବିଶ୍ୱାସ କରି କେହି ରାଜାଙ୍କୁ ମାରିଦିଏ, ତେବେ ଏହି ଲୋକ ମୂଳ କାରଣ ହିଁ ହେବ। ତେଣୁ ଏହି ଲୋକକୁ ଦୋଷୀଦଣ୍ଡ କରିବା ଉଚିତ। ଯେଉଁ ମନୁଷ୍ୟ ମିଥ୍ୟା ପ୍ରଚାର କରି ଜନସାଧାରଣଙ୍କ ମନରେ ଭୟ ବା ଘୃଣା ସୃଷ୍ଟି କରିବା ହିଁ ସେ ହେଉଛି ପ୍ରଥମ ଦୋଷୀ ଏବଂ ଅପରାଧୀ। ଶ୍ରୀକୃଷ୍ଣ କହିଲେ, ତେଣୁ ହେ ଅର୍ଜୁନ, ଜୀବନରେ କେବଳ କର୍ମ ନୁହେଁ, ନିନ୍ଦା ମଧ୍ୟ ଦୋଷର ଅଧିକାରୀ ହୋଇଥାଏ। ଯେଉଁ ଲୋକ ମିଥ୍ୟା କହି ସତ୍ୟ ଉପରେ ପ୍ରଶ୍ନ ଉଠାଏ, ସେହି ମଧ୍ୟ ଦୋଷର ପାଇଁ ମୂଳ କାରଣ ହୋଇଯାଏ ଏବଂ ସେ ହିଁ ଦୋଷୀ ହୋଇଥାଏ। ଏହିପରି ଭାବେ ପାପ କେବଳ କର୍ମରେ ଦେଖାଯାଏ ନାହିଁ, ମନର କଥା ଏବଂ ଭାବନା ଦ୍ୱାରା ମଧ୍ୟ ପାପ ସୃଷ୍ଟି କରିହୁଏ। ତେଣୁ ଜୀବନରେ ସତ୍ୟ ଓ ନ୍ୟାୟ ଓ ଭଲ ବ୍ୟବହାର ରାସ୍ତା ଚାଲିବା ଅତ୍ୟନ୍ତ ଆବଶ୍ୟକ। ଯଦି ଶ୍ରୀକୃଷ୍ଣଙ୍କ କଥା ଭଲ ଲାଗିଥାଏ ତାହେଲେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ ଏବଂ କମେଣ୍ଟରେ ଜୟ ଶ୍ରୀକୃଷ୍ଣ ନିଶ୍ଚିତ ଲେଖିବେ। ଧନ୍ୟବାଦ।